ଏବେ ଆସନ୍ତୁ ଏ ସମୟରେ ମୁଖ୍ୟ ସମୟ ଆମେ ସମସ୍ତେ ସେଇ ଗୋଟିଏ ବିଷୟରେ ଅପେକ୍ଷାରେ ଅଛୁ ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ପ୍ରଭୁଙ୍କ ଦାସଙ୍କ ଠାରୁ କିଛି ଆମେ ଶୁଣିଯିବା। ଆମମାନଙ୍କ ଗହଣରେ ପ୍ରଭୁଙ୍କ ପ୍ରିୟ ଦାସ ବନ୍ଧମାଳରେ ରହି ସେବା କାର୍ଯ୍ୟ କରୁଥିବା ବାଳକ ହରେଶ କୁମାର ମହାନ ଆଜ୍ଞା ଆମମାନଙ୍କର ଅନୁରୋଧକୁ ରକ୍ଷା କରି ଆଜି ଏଇ ସୁନ୍ଦର ସନ୍ଧ୍ୟାରେ ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ବିତରଣ ମତେ ଆସିଅଛନ୍ତି। ଆସୁ କରତାଳ ମାଧ୍ୟମରେ ପ୍ରଭୁଙ୍କ ପ୍ରିୟ ଦାସଙ୍କୁ ଆମେ ସ୍ୱାଗତ କରୁଥିବା। ଯଦି ସମ୍ଭବ ହୁଏ ଆମେ ସମସ୍ତେ ଭିଡିଓ ଅନ୍ କରି ବସି ପ୍ରଭୁଙ୍କ ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ଶୁଣିବା ନିମନ୍ତେ ଆମେ ସମସ୍ତେ ପ୍ରସ୍ତୁତ ରହୁଥିବା। ମୁଁ ଅନୁରୋଧ କରି ପ୍ରଭୁଙ୍କ ଦାସ ଏ ସମୟରେ ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ନେଇ ଆସିଥିବା ଆହାର ଆମମାନଙ୍କୁ ସମସ୍ତଙ୍କୁ ବିତରଣ କରିବା ହୁଏ। ପ୍ରେଜ ଦ ଲର୍ଡ ଆଜ୍ଞା, ନମସ୍କାର। ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ସର୍ବପ୍ରଥମେ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ଆଉ ଏତେ ସୁନ୍ଦର ଫିଲ୍ଡ, ଆଉ ଏତେ ସୁନ୍ଦର ବର୍ଷିପ, ଏତେ ସୁନ୍ଦର ଆତ୍ମିକ ଉପସ୍ଥିତି ମାନେ ଅନୁଭବ କରି ହଉଛି ଉପାସନା ମାଧ୍ୟମରେ। ବହୁତ ସୁନ୍ଦର ଭାଇ ଭଉଣୀ ଗୀତ ମାନେ ଗାଉଛନ୍ତି, ଖୁସି ଲାଗୁଛି। ଆଉ ସଂଗ୍ରାମ ଭାଇ ମତେ ଫୋନ କରିକି ରିକ୍ୱେଷ୍ଟ କଲେ ଆଜି ବାକ୍ୟ ଟିକେ ଦେବେ କି ବୋଲି କହିବାରୁ, ତାହେଲେ ମୁଁ ଏତେ ସୁନ୍ଦର ସୁଯୋଗ କେମିତି ହରେଇବି କହିକି ମୁଁ ହଁ କଲି। ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ସଂଗ୍ରାମ ଭାଇକୁ ଆଉ ତାଙ୍କର ଟିମକୁ ମୁଁ ଧନ୍ୟବାଦ ଦିଏ ଆଜିର ଏଇ ସୁନ୍ଦର ସୁଯୋଗ ଦେଇଥିବାରୁ। ଚାଲନ୍ତୁ ସମୟ ନଷ୍ଟ ନ କରି ଆମେ ବାକ୍ୟ ମାଧ୍ୟମକୁ ଯିବା, ଯାହା ଆମେ ପାଉଥିବା ରୋମିଓ 10 ପର୍ବ 2 ପଦ। କେହି ଜଣେ ପାଠ କରିବେ? ରୋମିଓ 10 ପର୍ବ 2 ପଦ। କାରଣ ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କର ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ। ହାଲେଲୁୟା। ଆସନ୍ତୁ ଏ ବାକ୍ୟ ର ନିଗୁଡ ବିଷୟ ବୁଝିବାକୁ ଯିବା ପୂର୍ବରୁ ଆମେ ଗୋଟେ ପଦ ପ୍ରାର୍ଥନା କରିବା। ପବିତ୍ର ପରମେଶ୍ୱର, ତୁମ ଠାରେ ନିବେଦନ କରୁଛୁ ପ୍ରଭୁ, ତୁମ ଚରଣକୁ ଆସିଛୁ ପ୍ରଭୁ। ଆପଣା ଡେଣା ତଳେ ଆପଣା ପକ୍ଷ ତଳେ ଆମକୁ ହଜାଅ ଲୁଚାଅ ପ୍ରଭୁ। ପ୍ରାର୍ଥନା କରୁଛୁ ପ୍ରଭୁ ଆମେ ସମସ୍ତେ ତୁମରି ଏଇ ରବ ଶୁଣି ପାରିବୁ, ତୁମରି ବାକ୍ୟର ନିଗୁଡ ବିଷୟ ବୁଝି ପାରିବୁ ପ୍ରଭୁ। ଆମର କର୍ଣ୍ଣ ସବୁକୁ ଉନ୍ମୁକ୍ତ କର। ଆଉ ଏଇ ସନ୍ଧ୍ୟା ସମୟରେ କଥା କୁହ, ସେଇ ଦିନ ମାନଙ୍କରେ ଆଦମ ହବା ସାଙ୍ଗରେ ଯେଭଳି କଥା କହୁଥିଲ ସନ୍ଧ୍ୟା ସମୟରେ ପ୍ରଭୁ, ଆମକୁ ସ୍ପଷ୍ଟ ଭାବେ ତୁମରି ରବ ଶୁଣିବାକୁ ଦିଅ। କାରଣ ଆମେ ତୁମରି ମେଷ, ତୁମରି ବାକ୍ୟ କହେ ତୁମରି ମେଷ ମାନେ ତୁମରି ସ୍ୱର ଶୁଣନ୍ତି, ଚିହ୍ନନ୍ତି ପ୍ରଭୁ। ଧନ୍ୟବାଦ এই ସୁନ୍ଦର ସୁଯୋଗ ଦେଇଥିବାରୁ। ଗୌରବ ମହିମା ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଏଠାରେ ଲେଖାଯାଏ, କାରଣ ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ। ପ୍ରେରିତ ପାଉଲ ଜିହୁଦୀ ମାନଙ୍କୁ କହୁଛନ୍ତି ରୋମିଓ ମଣ୍ଡଳୀ ଯେ ମୁଁ ସାକ୍ଷ୍ୟ ଦଉଛି, ମୁଁ ନିଜେ ସାକ୍ଷ୍ୟ ଦଉଛି ଯେ ଏମାନଙ୍କର ଉଦ୍ଯୋଗ ଅଛି, କିନ୍ତୁ ତାହା ଜ୍ଞାନଯୁକ୍ତ ନୁହେଁ। ତାର ଅର୍ଥ କେବଳ ଉଦ୍ଯୋଗ ଥିଲେ ହବ ନାହିଁ, ସେଇ ଉଦ୍ଯୋଗ କେହି ଜଣେ ସାକ୍ଷୀ ଦେବାର ଅଛି। ସ୍ୱୟଂ ଈଶ୍ୱର ସାକ୍ଷ୍ୟ ଦଉଥିବାର ଅଛି, ନହେଲେ ତାଙ୍କର ଅଭିଷିକ୍ତ ମନୋନୀତ ଲୋକମାନେ ସାକ୍ଷ୍ୟ ଦେବାର ଅଛି। କାରଣ ଉଦ୍ଯୋଗ ପ୍ରକାଶ ପାଏ। ଆଜି ଅନେକଙ୍କର ଉଦ୍ଯୋଗ ଅଛି, କିନ୍ତୁ ତାହା ଜ୍ଞାନଯୁକ୍ତ ନୁହେଁ, ଯେହେତୁ ତାହା ପ୍ରକାଶ ପାଇନଥାଏ। ଏଠାରେ ପାଉଲ ନିଜେ ସାକ୍ଷ୍ୟ ଦଉଛନ୍ତି। ପାଉଲ ଭଳିଆ ପ୍ରଭୁଙ୍କର ଦାସ ସେ ନିଜେ କହୁଛନ୍ତି ଯେ ମୁଁ ସାକ୍ଷ୍ୟ ଦଉଛି ଯେ ସେମାନଙ୍କର ଉଦ୍ଯୋଗ ଅଛି, କିନ୍ତୁ ଜ୍ଞାନଯୁକ୍ତ ନୁହେଁ। ପରମେଶ୍ୱର ବି ପୁରାତନ ନିୟମରେ ଆମେ ଦେଖୁଛୁ ମୂଷାଙ୍କ ବିଷୟରେ ସେ ସାକ୍ଷ୍ୟ ଦିଅନ୍ତି ଅନେକଙ୍କ ସମ୍ମୁଖରେ ଯେ ମୂଷା ତମେ ଯୋଉ ଭାବୁଛ ଅନ୍ୟମାନଙ୍କ ପରି ନୁହେଁ। ଅନ୍ୟମାନଙ୍କ ସାଙ୍ଗରେ, ଅନ୍ୟ ଭବିଷ୍ୟତ ବକ୍ତା ମାନଙ୍କ ସାଙ୍ଗରେ ଆମେ ସ୍ୱପ୍ନ ମାଧ୍ୟମରେ କି ଦର୍ଶନ ମାଧ୍ୟମରେ କଥା କହୁ, କିନ୍ତୁ ମୂଷା ସେଭଳି ନୁହେଁ। ଆମେ ମୂଷାଙ୍କ ସାଙ୍ଗରେ ମୁଖାମୁଖି କଥା କହୁ ବୋଲି ପରମେଶ୍ୱର ନିଜେ ସାକ୍ଷ୍ୟ ଦଉଛନ୍ତି। ଯଦି ନୂତନ ନିୟମକୁ ବି ଦେଖିବା, ଆମେ ପ୍ରଭୁ ଯୀଶୁ ନିଜେ ଯୋହନଙ୍କ ବିଷୟରେ ସାକ୍ଷ୍ୟ ଦଉଛନ୍ତି ଯେ ସ୍ତ୍ରୀ ଜାତ ସନ୍ତାନ ମାନଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ, ମହାନ।
ତ ଏଇଠାରେ ରୋମିଓ ପୁସ୍ତକରେ ପାଉଲ ସାକ୍ଷ୍ୟ ଦଉଛନ୍ତି ଯେ ଏମାନଙ୍କର ଉଦ୍ଯୋଗ ଅଛି, କିନ୍ତୁ ସେଇ ଉଦ୍ଯୋଗ ଜ୍ଞାନ ଯୁକ୍ତ ନୁହେଁ। ତାହେଲେ ଆମକୁ ବୁଝିବାକୁ ପଡିବ ଉଦ୍ଯୋଗ ମାନେ କଣ। ଉଦ୍ଯୋଗର ଅର୍ଥ କୌଣସି କାର୍ଯ୍ୟକୁ କରିବା ପାଇଁ ପ୍ରବଳ ଆଗ୍ରହ, ଉତ୍ସାହ ବା ନିଷ୍ଠା, ଏହାକୁ ଉଦ୍ଯୋଗ କୁହାଯାଏ। ଜିଲ୍ ବୋଲି ଆମେ କହିଥାଉ। କିନ୍ତୁ ବାଇବଲରେ ଉଦ୍ଯୋଗର ଅର୍ଥ କିଛି ବିଶେଷ, ମାନେ ସେଇ ପ୍ରେମ ଏକ ମାନସିକ ଇଚ୍ଛା ଏହା ନୁହେଁ। ଏହା ଏଭଳି ଏକ ପ୍ରେମର ନିଆଁ ଯାହା ମଣିଷକୁ କିଛି ବି କରିବା ପାଇଁ ମାନେ ବାଧ୍ୟ କରେ, କିଛି ବି କରାଇ ପାରିବ। ଆମେ ବାଇବଲରେ ଉଦ୍ଯୋଗର ତିନୋଟି ମୁଖ୍ୟ ଦିଗ ଦେଖୁ। ପ୍ରଥମ ଦିଗ ହଉଛି ପରମେଶ୍ୱରଙ୍କ ପାଇଁ ପ୍ରବଳ ପ୍ରେମ, ବର୍ଣ୍ଣିଂ ଫାୟାର, ବର୍ଣ୍ଣିଂ ପାସନ। ଆଉ ଯେତେବେଳେ ଜଣେ ବ୍ୟକ୍ତି ପାଖରେ ଏହି ବର୍ଣ୍ଣିଂ ଫାୟାର ଅଛି, ବର୍ଣ୍ଣିଂ ପାସନ ଅଛି, ସେତେବେଳେ ପରମେଶ୍ୱରଙ୍କ ବିରୁଦ୍ଧରେ କିଏ ଯଦି କଣ ଟିକେ ବି କହିଲେ ସେ ସହି ପାରିବ ନାହିଁ। ଦାଉଦ ଏଡେ ଟିଙ୍ଗରା ଥିଲେ, ଭାଙ୍ଗରା ଥିଲେ, ଛୋଟ ଥିଲେ, ଭାଇମାନଙ୍କ ପାଖକୁ ଯାଇଛନ୍ତି ବାପାଙ୍କର ଆଜ୍ଞା ଅନୁସାରେ। ଗୋଲିଆତ ତୁଚ୍ଛ କରୁଛି, ସେହି ସ୍ଥାନରେ ଦାଉଦ ଏତେ ଉଦ୍ଯୋଗ ପରମେଶ୍ୱରଙ୍କ ପ୍ରତି ଯେ ସେଇଠି କହୁଛନ୍ତି ଏ ଅସୁନ୍ନତ ପାଲେଷ୍ଟିୟ କିଏ ସେ ଇସ୍ରାଏଲର ପରମେଶ୍ୱରଙ୍କର ସୈନ୍ୟ ଶ୍ରେଣୀକୁ ତୁଚ୍ଛ କରିବ। ଉଦ୍ଯୋଗ ସହି ପାରୁନାହାନ୍ତି। ଆଜି ଆମେ ୟୁଟ୍ୟୁବରେ ଅନେକଙ୍କୁ ଦେଖୁ ଇସ୍ରାଏଲର ପରମେଶ୍ୱରଙ୍କୁ, ପ୍ରଭୁ ଯୀଶୁଙ୍କୁ, ଆମମାନଙ୍କ ତ୍ରାଣକର୍ତ୍ତାଙ୍କୁ ତୁଚ୍ଛ କରିବାର, ଖ୍ରୀଷ୍ଟିଆନ ମାନଙ୍କୁ ତୁଚ୍ଛ କରିବାର। କିନ୍ତୁ ଏହା ବି ଦେଖୁ ଯୋଉମାନଙ୍କର ଉଦ୍ଯୋଗ ଅଛି ସେମାନେ ସହି ପାରନ୍ତି ନାହିଁ, ଆଉ ୟୁଟ୍ୟୁବରେ ସେମାନେ ଲାଇଭ ଆସିକି ସେମାନେ କହିବା ଆରମ୍ଭ କରନ୍ତି ଏମାନେ କିଏ ଯେ ଆମ ପରମେଶ୍ୱରଙ୍କୁ ତୁଚ୍ଛ କରିବେ। ଏଟା ମଣ୍ଡଳୀ ବାହାରେ ତୁଚ୍ଛ କରାଯାଏ, ମଣ୍ଡଳୀ ଭିତରେ ମଧ୍ୟ ତୁଚ୍ଛ କରିବା ଲୋକ ଅଛନ୍ତି। ଆମେ ଅନେକ ଆଗକୁ ଦେଖିବା ଦାଉଦଙ୍କର ଉଦ୍ଯୋଗ ଯାହା କରିଥିଲା। ଯୀଶୁ ବାଇବଲରେ କହୁଛନ୍ତି ଯୀଶୁଙ୍କର ଉଦ୍ଯୋଗ ଥିଲା। ଆଉ ଗୀତ ସଂହିତାରେ ଭାବବାଣୀ ହେଇଛି ଯେ ତୁମ୍ଭ ଗୃହ ନିମନ୍ତେ ଉଦ୍ଯୋଗ ମତେ ଗ୍ରାସ କରିବ, କାରଣ ତୁମ୍ଭ ଗୃହ ବିଷୟକ ଉଦ୍ଯୋଗ। ଆମେ ପଢିଦେବା ଗୀତ ସଂହିତା 69ର 9 ପଦରେ, 9 ପଦ ଟିକେ ପଢନ୍ତୁ। କାରଣ ତୁମ୍ଭ ଗୃହ ବିଷୟକ ଉଦ୍ଯୋଗ ମତେ ଗ୍ରାସ କରିଅଛି, ପୁଣି ତୁମ୍ଭକୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋ ଉପରେ ପଡିଅଛି। ଏହି ଉଦ୍ଯୋଗର ତିନୋଟି ମୁଖ୍ୟ ଦିଗ ଯାହା ମୁଁ କହିଲି, ପ୍ରଥମ ପରମେଶ୍ୱରଙ୍କ ପାଇଁ ପ୍ରବଳ ପ୍ରେମ, ଦ୍ୱିତୀୟ ପବିତ୍ରତା ରକ୍ଷା କରିବାର ଜିଦ୍, ମାନେ ଗୋଟେ ସ୍ୱାମୀ ନିଜ ସ୍ତ୍ରୀର ସୁରକ୍ଷା ଆଉ ସମ୍ମାନ ପାଇଁ ଯେପରି ସର୍ବଦା ସତର୍କ ଥାଏ, ପରମେଶ୍ୱର ମଧ୍ୟ ତାଙ୍କ ଲୋକମାନଙ୍କ ପାଇଁ ଉଦ୍ଯୋଗୀ ଅଟନ୍ତି, ବାଇବଲ ପ୍ରକାଶ କରେ। ତୃତୀୟ ନମ୍ବର ହଉଛି କାର୍ଯ୍ୟରେ ପରିଣତ ହବା। କେବଳ ଉଦ୍ଯୋଗ ଅଛି ବୋଲି କହିଲେ ହବ ନାହିଁ, ଏହା ପ୍ରକାଶ ପାଏ, କାର୍ଯ୍ୟରେ ପ୍ରକାଶ ପାଏ, ଦେଖାଯାଏ। ମାନେ ଯଦି ପ୍ରେମ ଏକ ମହମବତୀ ଅଟେ, ତାହେଲେ ଉଦ୍ଯୋଗ ଏକ ବିଶାଳ ଅଗ୍ନି ଅଟେ, ଏପରି ଏକ ଅଗ୍ନି ଶିଖା ଅଟେ ଯାହା ସ୍ୱାର୍ଥପରତାକୁ ମାରିଦିଏ, ଆମର ସ୍ୱାର୍ଥକୁ ମାରିଦିଏ। ସେଇ ଉଦ୍ଯୋଗ ଯାହା ପାଖରେ ସେଇ ଉଦ୍ଯୋଗ ଅଛି ପରମେଶ୍ୱରଙ୍କ ପ୍ରତି, ପରମେଶ୍ୱରଙ୍କର ସେବା କରିବା ପ୍ରତି, ତାର ସ୍ୱାର୍ଥପରତାକୁ ସେଇ ଉଦ୍ଯୋଗ, ସେଇ ଅଗ୍ନି ଜଳାଇ ଦିଏ। ଆଉ ଉଦ୍ଯୋଗ ପୁଣି ଦୁଇ ପ୍ରକାର। ଗୋଟେ ଆମେ ଏଇଠାରେ ରୋମିଓ 10:2ରେ ପଢିଲୁ ଯେ ଉଦ୍ଯୋଗ ଅଛି କିନ୍ତୁ ତାହା ଜ୍ଞାନ ଯୁକ୍ତ ନୁହେଁ। ତାର ଅର୍ଥ ଜ୍ଞାନ ଯୁକ୍ତ ଉଦ୍ଯୋଗ ଅଛି, ଆଉ ଗୋଟେ ଜ୍ଞାନ ଯୁକ୍ତ ନୁହେଁ ଯାହା ତାହା ମଧ୍ୟ ଏକ ଉଦ୍ଯୋଗ ଅଛି। ଆମେ ଏଠାରେ ଯୀଶୁଙ୍କର ଉଦ୍ଯୋଗ ଦେଖୁଛୁ, ଆଉ ସେ କହୁଛନ୍ତି ଗୀତ ସଂହିତା 69:9ରେ, କାରଣ ତୁମ୍ଭ ଗୃହ ବିଷୟକ ଉଦ୍ଯୋଗ ମତେ ଗ୍ରାସ କରିଅଛି, ପୁଣି ତୁମ୍ଭକୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋ ଉପରେ ପଡିଅଛି। ଯେତେବେଳେ ଯୀଶୁ ଜେରୁସାଲେମରେ ଦେଖିଲେ ଅଶୁଚି କରୁଛନ୍ତି, ସେମାନେ ଧନ୍ଦା ଚଲେଇଛନ୍ତି, ବିଜନେସ ଚଲେଇଛନ୍ତି, ସେତେବେଳେ ସେହି ଉଦ୍ଯୋଗ ସେ ସବୁକୁ ଓଲଟାଇ ପକାଇବା ଆରମ୍ଭ କଲେ। ଏଠାରେ ଲେଖାଯାଏ ପୁଣି ତୁମ୍ଭକୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋ ଉପରେ ପଡୁଛି।
ମାନେ ଈଶ୍ୱରଙ୍କୁ ନିନ୍ଦା କରିବାର ଲୋକମାନଙ୍କର ନିନ୍ଦା, ଈଶ୍ୱରଙ୍କୁ ନିନ୍ଦା କରିବା ଲୋକମାନଙ୍କର ନିନ୍ଦା, ଏଇଟା ତ ଆଦମ ହବା ଠାରୁ ଆସିଛି। ଏତେ ସୁନ୍ଦର ସ୍ତ୍ରୀ ଗୋଟେ ପ୍ରଭୁ ଦେଲେ ବନେଇକି, ସେ କଣ କହିଲା? ତମ ପାଇଁ ନା, ତମେ ଦେଲ ନା, ତମେ ନ ଦେଇଥିଲେ ହେଇଥାନ୍ତା? ତମେ ଯୋଉ ସ୍ତ୍ରୀକୁ ଦେଲ ତା ପାଇଁ ମୁଁ ପାପ କଲି। ପରମେଶ୍ୱରର ଭୁଲ, ଆଦମର ଭୁଲ ନୁହେଁ। ସେ ଯୋଉ ନିନ୍ଦା, ଆମେ ଅନେକ ସମୟରେ ନିନ୍ଦା କରିଥାଉ। ଆଉ ବଢିଆ ସ୍ତ୍ରୀ ପାଇଥାନ୍ତି, ଆଉ ବଢିଆ ଜବ ପାଇଥାନ୍ତି, ଆଉ ବଢିଆ ଲେଭେଲରେ ଥାନ୍ତି। ଯୋଉ ଯାହା ପ୍ରଭୁ ଦେଇଛନ୍ତି ତହିଁରେ ଆମେ, ପ୍ରଭୁ ମୁଁ ସନ୍ତୁଷ୍ଟ ଅଛି, ଆଉ ମୁଁ ଖୁସି ଅଛି ପ୍ରଭୁ, ମୁଁ ଏହା ଯୋଗ୍ୟ ନୁହେଁ, ଧନ୍ୟବାଦ, ସେଇ କୃତଜ୍ଞ, ସେଇ ଧନ୍ୟବାଦର ହୃଦୟ ନେଇକି ଆମେ ପରମେଶ୍ୱରଙ୍କ ପାଖକୁ ଅନେକ ସମୟରେ ଆସିନଥାଉ। ଉଦ୍ଯୋଗ ଦୁଇ ପ୍ରକାର, ଜ୍ଞାନ ଯୁକ୍ତ ଉଦ୍ଯୋଗ ଆଉ ଗୋଟେ ଅଜ୍ଞାନ ଯୁକ୍ତ ଉଦ୍ଯୋଗ। ଆଉ ଯଦି ଏଇ ଉଦ୍ଯୋଗ ଅଛି, ଏଇଟା ଅଗ୍ନି ଶିଖା, ଯାହା ଈଶ୍ୱରଙ୍କର କାର୍ଯ୍ୟ ପାଇଁ ପାଗଳ କରିଦବ। ମାନେ ନିଜର ସ୍ୱାର୍ଥ ଦେଖାଯିବ ନାହିଁ, ସେ ପେନ୍ ଜଣା ପଡିବ ନାହିଁ। ସାରଙ୍ଗଡ଼ ଆମେ ଯାଉ, ଏଠାରୁ 32 କିଲୋମିଟର ସାରଙ୍ଗଡ଼। ଖରା, ବର୍ଷା, ଶୀତ, ଆସିଲା ବେଳକୁ ଜଙ୍ଗଲ, ବାଟରେ ଆଉ ସ୍ଥାନ ନଥାଏ କୋଉଠି ଠିଆ ହବା ପାଇଁ ମଧ୍ୟ। ତଥାପି ଯାଉ, ପ୍ରଭୁ ଯୋଉ ଅଗ୍ନି ଲଗେଇଛନ୍ତି ଭିତରେ, ଏହା ମୋର କୌଣସି କ୍ୱାଲିଟି ବୋଲି ମୁଁ କହୁନାହିଁ, ଏହା ମୋର କୌଣସି ଗର୍ବ ବିଷୟ ନୁହେଁ, ଏଟା ସବୁ ପରମେଶ୍ୱରଙ୍କର। ଯୋଉ ଜିରିମିୟ 20ର 9 ଆମେ ପଢୁ, ଯୋଉ ଅଗ୍ନି ମୋ ଭିତରେ ଜଳୁଅଛି, ଯୋଉ ଉଦ୍ଯୋଗର ଅଗ୍ନି, ଯୋଉ ଫାୟାର, ଯୋଉ ପବିତ୍ର ଆତ୍ମାଙ୍କର ଅଗ୍ନି, ସେଇଟା ମୁଁ ନ ଚାହିଁଲେ ମଧ୍ୟ କହିବି ନାହିଁ, କାହାକୁ ଆଉ କହିବି ନାହିଁ ବୋଲି କହିଲେ ମଧ୍ୟ ସେଇଟା ସମ୍ଭାଳିକି ମୁଁ ରଖିପାରୁନାହିଁ ବୋଲି କହୁଛନ୍ତି। ସେହି ଉଦ୍ଯୋଗ, ଖରା ହଉଥିବ, ବର୍ଷା ହଉଥିବ, ଭିଜି ଭିଜି ସପରିବାର, ଛୋଟ ପିଲାମାନଙ୍କୁ ନେଇକି ମୁଁ ଯାଏ। ମୋର 2ଟା ପୁଅ, ଗୋଟେ ପୁଅ ଆଉ ଗୋଟେ ଝିଅ, ସରି, ସ୍ତ୍ରୀ, ଆମେ ସମସ୍ତେ ମିଶିକି ବାଇକରେ ଯାଉଥିବୁ। ବର୍ଷା ହଉଥିବ, ଭିଜି ଭିଜି, ସ୍ଥାନ ନାହିଁ, ଗଛ ଜଙ୍ଗଲ ଭିତରେ କୋଉଠି ଛିଡା ବି ହବ ନା, ଏମିତି ବିଜୁଳି ମାରୁଥିବ, କିନ୍ତୁ ଯାଉ, ପ୍ରାର୍ଥନା କରି କରି ଯାଉ, ଆଉ ପ୍ରଭୁ ସେଠାରେ ସାହାଯ୍ୟ ମଧ୍ୟ କରନ୍ତି। ଯଦି ଉଦ୍ଯୋଗ ଅଛି, ପାଉଲଙ୍କୁ ପବିତ୍ର ଆତ୍ମା ମନା କରୁଛନ୍ତି ଯେ ତମେ ସେଇଠିକି ଯାଅ ନାହିଁ, ମରିବ। ଆମକୁ ଅନେକ ପାଷ୍ଟର ମନା କରନ୍ତି, ଆରେ ସାରଙ୍ଗଡ଼ ଯାଉଛ, ଏମିତି ଡେଞ୍ଜର ଏରିଆ ମଝିରେ, ଯୋଉଠି ହାଣିଥିଲେ କାଟିଥିଲେ ଦଙ୍ଗା ସମୟରେ, ସେମିତି ଅଞ୍ଚଳ ଯାଉଛ, ଜଙ୍ଗଲ ଭିତରେ କିଏ ଅଟକେଇବ, କଣ କରିବ, କେତେ କଥା ଅଛି ବୋଲି କହନ୍ତି। ପରମେଶ୍ୱରଙ୍କର ଧନ୍ୟବାଦ, ଯୋଉ ଅଗ୍ନି ଜଳିଛନ୍ତି ମରିବା ପର୍ଯ୍ୟନ୍ତ ତାହା ନ ଲିଭୁ ବୋଲି ମୋର ପ୍ରାର୍ଥନା। ଆମେ ଯାଉ, ଆଉ ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ କରୁନି। ଗୁଣିଆ ମାନେ ପରିବର୍ତ୍ତନ ହଉଛନ୍ତି, ବିଜାତି ମାନେ ପରିବର୍ତ୍ତନ ହଉଛନ୍ତି। ତାଡ଼ନା ଏରିଆ ସେଇଟା, ଭୟଙ୍କର ଏରିଆ ସେଇଟା। ପାଉଲଙ୍କୁ ମଧ୍ୟ ପବିତ୍ର ଆତ୍ମା କହିଲେ, ତମେ ଜେରୁସାଲେମରେ ଗଲେ ବନ୍ଧା ଯିବ, କିନ୍ତୁ ସେ ମାନୁନାହାନ୍ତି। ଉଦ୍ଯୋଗ ଅଛି, ଜ୍ଞାନ ଯୁକ୍ତ ଉଦ୍ଯୋଗ, ପାଗଳ ହେଇଛନ୍ତି ସେ ଫାୟାରରେ, ଆଉ ସେ ଉଦ୍ଯୋଗ ଜଣକ ଭିତରେ ଅଛି, ସେଇଟା ପ୍ରକାଶ ପାଇବ। ପାଉଲ କହୁଛନ୍ତି, ମୁଁ ମରିବା ପାଇଁ ପ୍ରସ୍ତୁତ, ଏଇଟା ବନ୍ଧା ହବାଟା କହୁଛ କି ପ୍ରଭୁ? ଯୀଶୁ ନିଜେ, ପରମେଶ୍ୱର ନିଜେ ଯୋଉମାନଙ୍କୁ ସୁସ୍ଥ କରୁଥିଲେ ସେମାନଙ୍କୁ କହୁଥିଲେ, ବାବୁରେ କାହାକୁ କହିବୁ ନାହିଁ ହେଲା ବୋଲି କହିଲେ, ସେମାନେ ଯାଇକି ଢିଣ୍ଡରା ବାଡେଇ ଦଉଥିଲେ, ରାତାରାତି ଫେମସ ହେଇଯାଉଥିଲେ। ଯୀଶୁ ପ୍ରକାଶରେ ଆସି ପାରୁନଥିଲେ, ଆଉ ଏତେ ଭିଡ ସୁଅ ଛୁଟୁଥିଲା। ଯୀଶୁ ନିଜେ କହିଲେ ମଧ୍ୟ, ତାଙ୍କର ସାକ୍ଷ୍ୟ ପାଇଁ ଯୋଉମାନଙ୍କର ଉଦ୍ଯୋଗ ଅଛି, ସାକ୍ଷୀ ହେବି ମୁଁ ଯୀଶୁଙ୍କ। ମତେ ଆଶ୍ଚର୍ଯ୍ୟ ଲାଗେ ଆଜିର ଖ୍ରୀଷ୍ଟିଆନ ମାନଙ୍କୁ ଦେଖିଲେ, ବର୍ଷ ବର୍ଷ ଧରି ସଢିକି ମରି ମରି ଅଛନ୍ତି, ନିଜକୁ ଖ୍ରୀଷ୍ଟିଆନ ବୋଲିକି କହୁଛନ୍ତି, କିନ୍ତୁ ପାଖରେ ଜଣେ ବିଜାତି ବସିଥିବ, ତାକୁ ସୁସମାଚାର କହିବେ ନାହିଁ। ଆଶ୍ଚର୍ଯ୍ୟ, ଖ୍ରୀଷ୍ଟିଆନ ବୋଲି କହୁଥିବେ ନିଜକୁ। କି ଉଦ୍ଯୋଗ ଏଇଟା, କି ଉଦ୍ଯୋଗ? ସଦାପ୍ରଭୁଙ୍କର ଉଦ୍ଯୋଗ ଅଛି। ଯିଶାୟ 9:7 ଟିକେ କେହି ପଢି ଦିଅନ୍ତୁ। ଆଜ୍ଞା କୋଉଟା କହିଲେ ଆଉ ଥରେ କହିଲେ? ଯିଶାୟ 9 ପର୍ବର 7 ପଦ।
ତାହାଙ୍କ ତାହାଙ୍କୁ ପ୍ରତି କର୍ତ୍ତୃତ୍ୱ ବୃଦ୍ଧି ରହିବ ନାହିଁ। ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏ କ୍ଷଣ ଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ଈଶ୍ୱର ନିଜର ପ୍ରତିଜ୍ଞା ପ୍ରମାଣ କରିବା ପାଇଁ ଅତ୍ୟନ୍ତ ଉଦ୍ଯୋଗ ଅଟନ୍ତି। ଆମେ ବାଇବଲରେ ଅନେକଙ୍କର ବିଷୟରେ ଆମେ ଦେଖୁଛୁ, ମାନେ ପରମେଶ୍ୱରଙ୍କର ପବିତ୍ରତାକୁ ରକ୍ଷା କରିବା ପାଇଁ ଜ୍ଞାନ ଯୁକ୍ତ ଉଦ୍ଯୋଗ। ସେମାନଙ୍କ ମଧ୍ୟରୁ ଗୋଟେ ଦେଖିବା ଆମେ ଗଣନା ପୁସ୍ତକ 25 ପର୍ବ 1 ପଦରୁ 13 ପଦ ଭିତରେ ଯୋଉଟା ଅଛି, ଗଣନା ପୁସ୍ତକ 25 ପର୍ବ 1 ପଦରୁ 13 ପଦ। ଅନନ୍ତର ଇସ୍ରାଏଲ ସିଟିମର ବାସ କଲେ। ପୁଣି ଲୋକମାନେ ମୋଆବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ। ପୁଣି ସେହି କନ୍ୟାମାନେ ଲୋକମାନଙ୍କୁ ଆପଣମାନଙ୍କ ଦେବଗଣର ବଳିଦାନ ଉପଲକ୍ଷରେ ନିମନ୍ତ୍ରଣ କଲେ। ପୁଣି ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ। ଆଉ ଇସ୍ରାଏଲ ଆପେ ବାଲପିଅର ପ୍ରତି ଆସକ୍ତ ହେଲେ। ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ୱଳିତ ହେଲା। ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଲୋକମାନଙ୍କର ସମସ୍ତ ପ୍ରଧାନ ବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ। ତହିଁରେ ଇସ୍ରାଏଲ ଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ। ତହୁ ମୋଶା ଇସ୍ରାଏଲର ବିଚାରକର୍ତ୍ତା ଗଣଙ୍କୁ କହିଲେ, ତୁମେମାନେ ପ୍ରତ୍ୟେକେ ବାଲପିଅର ପ୍ରତି ଆସକ୍ତ ଆପଣା ଆପଣା ଲୋକମାନଙ୍କୁ ବଧ କର। ଏଥିରେ ଦେଖ, ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋଶାଙ୍କର ସାକ୍ଷାତରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦିୟନୀୟ ସ୍ତ୍ରୀକି ଆଣିଲା। ସେତେବେଳେ ଲୋକମାନେ ସମାଗମ ତମ୍ବୁ ନିକଟରେ ରୋଦନ କରୁଥିଲେ। ତେବେ ହାରଣ ଯାଜକର ପୈତ୍ର ଇଲିଆସରର ପୁତ୍ର ଫିନିଅସ ତାହା ଦେଖି ମଣ୍ଡଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା। ପୁଣି ସେ ଇସ୍ରାଏଲୀୟ ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି ଦୁଇ ଜଣକୁ ଅର୍ଥାତ୍ ସେହି ଇସ୍ରାଏଲୀୟ ପୁରୁଷକୁ ଓ ସେହି ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଠାରୁ ମାରି ନିବୃତ୍ତ ହେଲା। ତଥାପି 24,000 ଲୋକ ଏହି ମାରିରେ ମଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରଣର ଯାଜକ ପୌତ୍ର ଇଲିଆସର ପୁତ୍ର ଫିନିହସ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତର୍ଜଳରେ ଅନ୍ତର୍ଜଳ ପ୍ରକାଶ କରି ଇସ୍ରାଏଲ ସନ୍ତାନଗଣ ଠାରୁ ଆମ୍ଭର କ୍ରୋଧ ଫେରାଇଅଛି। ତହିଁରେ ଆମ୍ଭେ ଆପଣା ଅନ୍ତର୍ଜଳରେ ଇସ୍ରାଏଲ ସନ୍ତାନଗଣକୁ ନିଶେଷ ରୂପେ ସଂହାର କଲୁ ନାହିଁ। ଏହେତୁ ତୁମ୍ଭେ କୁହ, ଦେଖ, ଆମ୍ଭେ ତାହାକୁ ଆପଣା ଶାନ୍ତିକର ନିୟମ ଦେଲୁ। ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହବ, କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜଳ ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା। ଯେତେବେଳେ ଇସ୍ରାଏଲୀୟ ମାନେ ମୋଆବୀୟ ସ୍ତ୍ରୀ ମାନଙ୍କ ସହ ବ୍ୟଭିଚାର କଲେ, ପ୍ରଭୁ ମନା କରିଥିଲେ ଯେ ଇସ୍ରାଏଲୀୟ ମାନଙ୍କୁ ତମେ ଅନ୍ୟ ଜାତି ସହିତ, ଅନ୍ୟ ଗୋଷ୍ଠୀ ସହିତ ବିବାହର ସମ୍ପର୍କ ରଖିବ ନାହିଁ। କିନ୍ତୁ ଏମାନେ ମୋଆବୀୟ ସ୍ତ୍ରୀ ମାନଙ୍କ ସହ ବ୍ୟଭିଚାର କଲେ, ସେଇ ସ୍ତ୍ରୀ ମାନଙ୍କୁ ବିବାହ କଲେ। ଆଜି ବି ଖ୍ରୀଷ୍ଟିଆନ ମାନଙ୍କୁ ପ୍ରଭୁ ମନା କରନ୍ତି, ହ୍ୟାଲୋ ଅସମାନ ଜୁଆଳିରେ ଯୋଚା ନ ଯାଅ। ହ୍ୟାଲୋ ଥରେ ମୁଁ ଚର୍ଚ୍ଚରେ ବସିଛି, ଆଉ ଗୋଟେ ସ୍ତ୍ରୀ ଆସିଲେ, ଆଉ ଆଜ୍ଞା ଟିକେ ପ୍ରାର୍ଥନା କରିଦିଅନ୍ତୁ ଆଜ୍ଞା। କଣ ପାଇଁ? ସେ କହୁଛନ୍ତି, ମୋ ପୁଅ ପାଇଁ ମୁଁ ଝିଅ ଠିକ କରିବାକୁ ଯାଉଛୁ। ଆଚ୍ଛା, ସେମାନେ ଖ୍ରୀଷ୍ଟିଆନ କି ବୋଲି ପଚାରିବୁ? ନାଇଁ ଆଜ୍ଞା, ଖ୍ରୀଷ୍ଟିଆନ ନୁହେଁ, ସେମାନେ ବିଜାତି ହିନ୍ଦୁ ଲୋକ। ଗୋଟେ ଆତ୍ମା ଲାଭ କରିବୁ ନା, ସେଥିପାଇଁ ଆମେ ଏଟା ଯାଉଛୁ। ବାହାନା ଦେଖନ୍ତୁ, ଗୋଟେ ଆତ୍ମା ଲାଭ କରିବ, ସେଥିପାଇଁ ସେ ବିଜାତି, ଯାହା ଅସମାନ ଜୁଆଳିରେ ଯୋଚା ନ ଯାଅ ବୋଲି ପ୍ରଭୁଙ୍କର ବାକ୍ୟ କହେ, ସେଇଭଳି ଏକ କନ୍ୟାକୁ ସେ ନିଜର ବୋହୂ କରିବା ପାଇଁ ସେ ମତେ ପ୍ରାର୍ଥନା କରିବା ପାଇଁ ଆସିଛନ୍ତି। ପ୍ରଥମ ପ୍ରାର୍ଥନା କଲି, ପ୍ରଭୁ ଏମାନଙ୍କର ଅଧର୍ମ ପାପ ଅସୁଚିତା କ୍ଷମା କର। ନହେଲେ କହିବେ, ଆଜ୍ଞା ଆମକୁ ପ୍ରାର୍ଥନା କରିବା ପାଇଁ କହିଲୁ। ପ୍ରାର୍ଥନା ଅନେକ ସମୟରେ ପାଳକ ମାନେ ଏଥିପାଇଁ ସମସ୍ୟାରେ ପଡିଯାଆନ୍ତି। ଯାହା ମନା କରାଯାଇଛି ଯେ ତୁମେ ବିଜାତୀୟ ସ୍ତ୍ରୀ ମାନଙ୍କୁ ଆଣିବ ନାହିଁ, ସେଇ ଗୋଷ୍ଠୀ ସାଙ୍ଗରେ ବିବାହର ସମ୍ବନ୍ଧ ରଖିବ ନାହିଁ। ସେତେବେଳେ ଯେତେବେଳେ ଇସ୍ରାଏଲ ମୋଆବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ, ପରମେଶ୍ୱରଙ୍କର କ୍ରୋଧ ଆସିଲା, ଆଉ ମହାମାରୀ ଆସିଲା, ଆଉ 24,000 ଲୋକ ମାରିରେ ମଲେ।
ମାନେ ପରମେଶ୍ୱରଙ୍କର ସବୁଠାରୁ କ୍ରୋଧ ଅସମାନ ଜୁଆଳିରେ ଆମେ ଯେତେବେଳେ ଯୋଚା ଯାଉ ବ୍ୟଭିଚାର କରୁ, ସେତେବେଳେ ହାରଣ ଯାଜକର ପୁତ୍ର ଇଲିଆସରର ପୁତ୍ର ପିନିହସ ସେଇଟା ଦେଖିକି ମଣ୍ଡଳୀ ମଧ୍ୟରୁ ଉଠି ଗୋଟେ ବର୍ଚ୍ଛା ନେଲା, ଆଉ ଇସ୍ରାଏଲର ଗୋଟେ ପୁରୁଷ କଣ କରୁଛି, ଗୋଟେ ସ୍ତ୍ରୀକୁ ଏଆଡେ ମାରିଲେ ଲୋକମାନେ ମରୁଛନ୍ତି, ଗୋଟେ ଗୋଟେ କରି ମରିବାକୁ ଯାଉଛନ୍ତି, ମରୁଅଛନ୍ତି। ଆଉ ସେତେବେଳେ ଗୋଟେ ଲୋକ କଣ କରୁଛି, ଇସ୍ରାଏଲର ଗୋଟେ ପୁରୁଷ ବିଜାତି ଗୋଟେ ସ୍ତ୍ରୀକୁ, ମୋଆବୀୟ ସ୍ତ୍ରୀକୁ ନେଇକି ସେ ତମ୍ବୁ ଭିତରକୁ ଯାଉଛି। ଏଇ ପିନିହସ ଯାଇକି 2 ଜଣଙ୍କୁ ଏକାଥରକେ ଭୁସି ପକେଇଲା। ଆଉ ଏଠାରେ ପ୍ରଭୁ କହୁଛନ୍ତି, ସଦାପ୍ରଭୁ ମୂଷାଙ୍କୁ କହୁଛନ୍ତି, ତାର ଏଇ ଯୋଉ ଅନ୍ତର୍ଜ୍ୱାଳା ଉଦ୍ଯୋଗ ପ୍ରକାଶ ପାଇଲା, ଦେଖାଗଲା, ସେ ସଦାପ୍ରଭୁ ମୂଷାଙ୍କୁ କହୁଛନ୍ତି, ହାରଣ ଯାଜକର ପୌତ୍ର ଇଲିହାସର ପୁତ୍ର ପିନହସ ଲୋକମାନଙ୍କ ପ୍ରତି ଅନ୍ତର୍ଜ୍ୱାଳା ପ୍ରକାଶ କରିଥିବାରୁ, ଆମ୍ଭ ଅନ୍ତର୍ଜ୍ୱାଳା ପ୍ରଭୁ ଯୋଉ କ୍ରୋଧରେ ଜଳନ୍ତି, ଆମେ ଖ୍ରୀଷ୍ଟିଆନ ମାନେ ଯେତେବେଳେ ବିଜାତି ଝିଅ ମାନଙ୍କୁ ଆଣିଥାଉ ବାହା ହେଇକି, ଯେତେବେଳେ ପରମେଶ୍ୱରଙ୍କର ମନୋନୀତ ଲୋକମାନେ ଅସମାନ ଜୁଆଳିରେ ଯୋଚା ଯାଆନ୍ତି, ପରମେଶ୍ୱର ସେତେବେଳେ କ୍ରୋଧ କରନ୍ତି। ତ ଏତିକି ବେଳେ ଇଏ ଯୋଉ ଅନ୍ତର୍ଜ୍ୱାଳା, ଆମ ଅନ୍ତର୍ଜ୍ୱାଳାକୁ ପ୍ରକାଶ କରିକି ଇସ୍ରାଏଲ ସନ୍ତାନ ଗଣ ଠାରୁ ଆମର କ୍ରୋଧ ଫେରାଇଛି ବୋଲି କହୁଛନ୍ତି। ତହିଁରେ ଆମେ ଅନ୍ତର୍ଜ୍ୱାଳାରେ ଇସ୍ରାଏଲ ସନ୍ତାନ ଗଣକୁ ନିଶେଷ ରୂପେ ସଂହାର କଲୁ ନାହିଁ, ନହେଲେ ସେହି ସମୟରେ ହିଁ ପ୍ରଭୁ ପୋଛି ଦେଇଥାନ୍ତେ ଇସ୍ରାଏଲ ସନ୍ତାନ ଗଣକୁ, ଯୋଉମାନେ ସେ ବ୍ୟଭିଚାର ସବୁ କରୁଥିଲେ, ଗୋଷ୍ଠୀ ମରିଥାନ୍ତେ। ସେଥିପାଇଁ ତମେ ତାକୁ କୁହ ଯେ ତାହାକୁ ଆପଣାର ଶାନ୍ତିକର ନିୟମ ଦେଲୁ। ଏଇ ପିନହସ ଉଦ୍ଯୋଗୀ ହେଲା, ଆଉ ପରମେଶ୍ୱରଙ୍କର ଅନ୍ତର୍ଜ୍ୱାଳାକୁ ପ୍ରକାଶ କରିଥିବାରୁ ନିଜର ଅନ୍ତରରେ ପରମେଶ୍ୱରଙ୍କ ଠାରୁ ଗୋଟେ ଶାନ୍ତିର ନିୟମ ଆସୁଛି। ଆଉ ସେ ଶାନ୍ତିର ନିୟମ କଣ? 13 ପଦରେ ଲେଖା ଅଛି, ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନ ଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହେବ, କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜ୍ୱାଳା ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନ ଗଣ ନିମନ୍ତେ ପ୍ରାୟଶ୍ଚିତ କଲା। କେମିତି ଉଦ୍ଯୋଗ, ଜ୍ଞାନ ଯୁକ୍ତ ଉଦ୍ଯୋଗ। ଆମେ ପିନହସକୁ ଦେଖିଲୁ, ତାପରେ ଆମେ ଏଲିୟଙ୍କ ବିଷୟରେ ଆମେ ପ୍ରଥମ ରାଜାବଳୀ 19:10 ଦେଖୁ। ସେଠାରେ ଏଲିୟ କହୁଛନ୍ତି, ପରମେଶ୍ୱରଙ୍କ ପ୍ରତି ମୋର ଉଦ୍ଯୋଗ ଅଛି। ଆଉ ଯେତେବେଳେ ଆହାବ ଆଉ ଇଜେବଲ ମାନେ ପୁରା ଇସ୍ରାଏଲକୁ ଦେବତାର ପୂଜା କରିବା ପାଇଁ ପ୍ରବର୍ତ୍ତାଉଥିଲେ ଆଉ ପାପ ପଥଭ୍ରଷ୍ଟ କରାଉଥିଲେ, ସେତେବେଳେ ଏଲିୟ ଉଦ୍ଯୋଗୀ ହେଇକି ମାନେ ତାର ଭବିଷ୍ୟତ ବକ୍ତା ମାନଙ୍କୁ ମାରିଥିଲେ। ଏ ଷ୍ଟୋରି ଆପଣ ମାନେ ଜାଣନ୍ତି। କର୍ମିଲ ପର୍ବତରେ ମିଥ୍ୟାବାଦୀ ଭବିଷ୍ୟତ ବକ୍ତା ମାନଙ୍କୁ ପରାସ୍ତ କରି ପରମେଶ୍ୱରଙ୍କର ପ୍ରକୃତ ଶକ୍ତିକୁ ସେ ପ୍ରକାଶିତ କରିଥିଲେ। ଆଉ ସେ ସେଇଠି କହୁଛନ୍ତି, ପରମେଶ୍ୱରଙ୍କ ପ୍ରତି ମୋର ଉଦ୍ଯୋଗ ଅଛି। ଆମର ଉଦ୍ଯୋଗ ଜ୍ଞାନ ଯୁକ୍ତ କି ନୁହେଁ ଆମେ କେମିତି ଜାଣିବା? ଯେତେବେଳେ ଉଦ୍ଯୋଗ ଏବଂ ସତ୍ୟ ଏକାଠି ମିଶିବ, ସେତେବେଳେ ପରମେଶ୍ୱରଙ୍କର ପ୍ରକୃତ ଆଶୀର୍ବାଦ ଆସିଥାଏ, ଆଉ ସେ ଉଦ୍ଯୋଗ ଦେଖାଯାଏ। ବାକ୍ୟକୁ ଆଧାର କରି ଯଦି ଆମର ଉଦ୍ଯୋଗ ଅଛି, ତାହେଲେ ତାହା ଜ୍ଞାନ ଯୁକ୍ତ ଉଦ୍ଯୋଗ ଅଟେ। ଆମର ଉଦ୍ଯୋଗକୁ ଜାଣିବା ପାଇଁ ଯଦି ଆମେ ଚାହୁଁଛୁ, ପରମେଶ୍ୱରଙ୍କର ବାକ୍ୟ କହେ, ତୁମ୍ଭର ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୋକ ଅଟେ। ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଯଦି ଆମର ଉଦ୍ଯୋଗ ହଉଛି, ତାହା ଜ୍ଞାନ ଯୁକ୍ତ ଉଦ୍ଯୋଗ। ପାଉଲ ପ୍ରଥମରେ ଯେତେବେଳେ ସାଉଲ ଥିଲେ, ତାଙ୍କର ଉଦ୍ଯୋଗ ଥିଲା ଜିହୁଦୀ ବୋଲି। ମୁଁ ପୁରା ରାଇଟ କାମ କରୁଛି, ଠିକ କାମ କରୁଛି, ଖ୍ରୀଷ୍ଟିଆନ ମାନଙ୍କୁ ବନ୍ଦୀ କରିକି ବୋଲି ଭାବୁଥିଲେ, କିନ୍ତୁ ତାହା ଜ୍ଞାନ ଯୁକ୍ତ ନଥିଲା। ଆଉ ସେକେଣ୍ଡ ନମ୍ବର ହଉଛି ବାକ୍ୟ, ପ୍ରଥମ ବାକ୍ୟକୁ ଆଧାର କରି ଯଦି ଆମର ଉଦ୍ଯୋଗ, ସେଇଟା ଜ୍ଞାନ ଯୁକ୍ତ ଉଦ୍ଯୋଗ। ଦ୍ୱିତୀୟ ନମ୍ବର, ଆମେ କେମିତି ଜାଣିବା? ନମ୍ରତା ଆଉ ଶିକ୍ଷଣୀୟ ମନୋଭାବ। ଜଣକ ପାଖରେ ଉଦ୍ଯୋଗ ଅଛି, କିନ୍ତୁ ସେ ତାହା ଜ୍ଞାନ ଯୁକ୍ତ କି ନୁହେଁ କେମିତି ଆମେ ଜାଣିବା କହିଲେ? ତା ପାଖରେ ନମ୍ରତା ଥିବ ଆଉ ଶିଖିବାର ଗୁଣ ଥିବ। ଯୋଉମାନେ ଉଦ୍ଯୋଗୀ ଅଟନ୍ତି, ସେମାନେ ପ୍ରାୟତଃ ଅନ୍ୟଠାରୁ ଶିଖିବା ପାଇଁ ଚାହାନ୍ତି ନାହିଁ। ଏଇଟା ଆମେ ଶିଖିଛୁ, ଆମେ ଜାଣିଛୁ, ବହୁତ ବାଇବଲ ପଢିଛୁ। ଆମେ ଉଦ୍ଯୋଗୀ ଅଟନ୍ତି ସେମାନେ।
ଏଟା କର କହିଲେ କରିବେ, କିନ୍ତୁ ଶିଖିବାର ଗୁଣ ସେମାନଙ୍କ ପାଖରେ ଅନେକଙ୍କ ପାଖରେ ନଥାଏ। ଯେତେବେଳେ କେହି ଆପଣଙ୍କୁ ଆତ୍ମିକ ଭାବେ ସଂଶୋଧନ କରନ୍ତି, ଯେପରି ଦାଉଦ ପାପ କରୁ କରୁ ତାଙ୍କୁ ଭବିଷ୍ୟତ ବକ୍ତା ସଂଶୋଧନ କରିବା ପାଇଁ ଆସିଲେ, କହିଲେ ତମେ ଏକା ସେତେବେଳେ ସେ ନିଜର ନମ୍ରତାକୁ ଦେଖାଉଛନ୍ତି, ନମ୍ର ହେଇକି କ୍ଷମା ମାଗିଲେ। ତୃତୀୟ ନମ୍ବର, କର୍ମ ଅପେକ୍ଷା ବିଶ୍ୱାସକୁ ଗୁରୁତ୍ୱ ଦେବା। ଏଇ ରୋମିଓ ପୁସ୍ତକରେ ଯୋଉ ଉଦ୍ଯୋଗ ବିଷୟ ପାଉଲ ସାକ୍ଷ୍ୟ ଦଉଛନ୍ତି, ଏହି ସାକ୍ଷ୍ୟ ତାହା ଜ୍ଞାନଯୁକ୍ତ ନଥିଲା, କାରଣ ସେମାନେ କେବଳ ପରମ୍ପରା ଅନୁସାରେ, ରୀତିନୀତି ଅନୁସାରେ ସେମାନେ ପାଳନ କରୁଥିଲେ, କିନ୍ତୁ ସେଠାରେ ନା ହୃଦୟ ନା ପ୍ରେମ ପ୍ରକାଶ ପାଉଥିଲା। ବାଇବେଲରେ ଏପରି ଅନେକ ବ୍ୟକ୍ତିଙ୍କର ଉଦାହରଣ ଅଛି ଯୋଉମାନଙ୍କର ଉଦ୍ଯୋଗ ଭୁଲ ମାର୍ଗରେ ଥିଲା କିମ୍ବା ପରମେଶ୍ୱରଙ୍କ ନିୟମ ବିରୁଦ୍ଧରେ ଥିଲା, ଆଉ ସେଥିପାଇଁ ଯାହା ଫଳରେ ପରମେଶ୍ୱରଙ୍କର କ୍ରୋଧର ସମ୍ମୁଖୀନ ସେମାନେ ହୋଇଥିଲେ। ସେ ଭିତରୁ ନାଦବ ଆଉ ଅବିହୁ ଆମେ ପଢିବା ଟିକେ, ଯୋଉଟା ଲେଖା ଅଛି ଲେବ୍ୟ ପୁସ୍ତକ 10 ପର୍ବର 1 ଆଉ 2 ପଦରେ। ଲେବ୍ୟ ପୁସ୍ତକ 10 ପର୍ବ 1 ଆଉ 2 ପଦ। ଅନନ୍ତର ହାରଣଙ୍କର ପୁତ୍ର ନାଦବ ଓ ଅବିହୁ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗରାଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ଧୂପ ରଖିଲେ। ପୁଣି ସଦାପ୍ରଭୁ ଯାହା ଆଜ୍ଞା କରିନଥିଲେ ଏପରି ଇତର ଅଗ୍ନି ତାହାଙ୍କ ଛାମୁରେ ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ। ପରମେଶ୍ୱର ଆଜ୍ଞା ଦେଇଥିଲେ ଯେ ଧୂପ ଜଳାଇବା ପାଇଁ କେବଳ ଯଜ୍ଞ ବେଦୀରୁ ହିଁ ସେଇ ଅଗ୍ନି ନବ। ଏଇ ଇତର ଅଗ୍ନି କେବଳ ନିଆଁକୁ ବୁଝାଏ ନାହିଁ, ଏମାନେ ଗୋଟେ ଅନ୍ୟ ଧରଣର ଅଗ୍ନି ନେଇକି ସେଇଠି ମାନେ ପରମେଶ୍ୱରଙ୍କର ସେଇ କାର୍ଯ୍ୟକୁ ସେମାନେ କରିବା ପାଇଁ ଅଙ୍ଗାରଧାନୀରେ ସେଇଟା ପକଉଛନ୍ତି, ଆଉ ଧୂପ ଦେବା ପାଇଁ ସେମାନେ ଚେଷ୍ଟା କଲେ। ଏଇ ଅମାନ୍ୟତାର ପ୍ରତୀକ ଏହା। ଏଇ ଯୋଉ ଇତର ଅଗ୍ନି ଯାହା ସେମାନେ ପରମେଶ୍ୱରଙ୍କ ନିମନ୍ତେ ଧୂପ ଦେବା ପାଇଁ ବ୍ୟବହାର କରିବାକୁ ଯାଉଥିଲେ, ଏମାନଙ୍କର ଏଇ ଉଦ୍ଯୋଗ ଅଛି, ଆମେ ଦେବୁ, ଇତର ଅଗ୍ନି ନେଇଛନ୍ତି, କିନ୍ତୁ ତାହା ବାକ୍ୟ ଅନୁଯାୟୀ ନଥିଲା। ପରମେଶ୍ୱର ଆଜ୍ଞା ଦେଇଥିଲେ ଯେ ଏଇ ଇତର ଅଗ୍ନି କୋଉଠୁ ନବ? ବେଦୀରୁ। ଆଉ ସେମାନେ ଅଲଗା ପ୍ରକାର ଇତର ଅଗ୍ନି ସେମାନେ ନଉଛନ୍ତି, ଯାହା ପରମେଶ୍ୱରଙ୍କର କ୍ରୋଧକୁ ପ୍ରକାଶ କଲା, ଆଉ ସେମାନେ ମଲେ। ସାଉଲ ବିଷୟରେ ଯାହାକି ଅମାଲିକୀୟ ମାନଙ୍କ ସହିତ, ମୋର କେତେ ସମୟ ଆଉ ଅଛି? ଆଜ୍ଞା ଆପଣଙ୍କ 8:20 ପଡିଛି। 8:20। ଆଜ୍ଞା ଓକେ ଓକେ, ଆଉ ସମୟ ଅଛି ତାହେଲେ। ତ ସାଉଲ ରାଜା ଆମେ ଦେଖିବା ତାହେଲେ ପ୍ରଥମ ସାଉଲ 15:13-14 ଟିକେ ଦେଖିବା। ପ୍ରଥମ ସାମୁଏଲ 15:13-14। ଏଥିରେ ସାମୁଏଲ ସାଉଲଙ୍କ ନିକଟକୁ ଗଲେ। ପୁଣି ସାଉଲ ତାହାଙ୍କୁ କହିଲେ, ତୁମେ ସଦାପ୍ରଭୁଙ୍କ ଆଶୀର୍ବାଦ ପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି। ତହିଁରେ ସାମୁଏଲ କହିଲେ, ତେବେ ମୋ କର୍ଣ୍ଣରେ ଯେ ମେଷରୋଗ ହେଉଛି, ମୁଁ ଯେ ଗୋରୁ ରୋଗ ଶୁଣୁଛି, ଏଥିର ଅର୍ଥ କଣ? ଏଠାରେ ସାଉଲଙ୍କର ଉଦ୍ଯୋଗ ଦେଖାଯାଉଛି। ସାଉଲ କଣ କରୁଛନ୍ତି? ପ୍ରଭୁ କହିଲେ ଅମାଲିକୀୟ ମାନଙ୍କ ସହିତ ଯୁଦ୍ଧ କର, ଗଲେ ତାଙ୍କୁ ବର୍ଜିତ ରୂପେ ବିନାଶ କର। ଉଦ୍ଯୋଗରେ ଗଲେ ସେ, ଆଉ ଏଠାରେ ସେ ନିଜେ କହୁଛନ୍ତି। ସାମୁଏଲ ସାଉଲଙ୍କ ନିକଟକୁ ଗଲେ, ପୁଣି ସାଉଲ ତାଙ୍କୁ କଣ କହୁଛନ୍ତି? ତୁମ୍ଭେ ସଦାପ୍ରଭୁଙ୍କର ଆଶୀର୍ବାଦ ପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଛି, ଏଇ ଅମାଲିକୀୟର ରାଜାକୁ ବନ୍ଦୀ କରିଛି। ପ୍ରଭୁ ସେମାନଙ୍କୁ ସମୂଳେ ଧ୍ୱଂସ କର, ବର୍ଜିତ ରୂପେ ବିନାଶ କର ବୋଲି କହିବାରୁ ଇଏ କଣ କରୁଛି? ଯୁଦ୍ଧ କଲେ ସାଉଲ, କିନ୍ତୁ ତାଙ୍କୁ ନ ମାରିକି ଆଉ ବଢିଆ ବଢିଆ ସୁନ୍ଦର ହୃଷ୍ଟପୃଷ୍ଟ ପଶୁକୁ ବଳି ମୁଁ ଦେବି ବୋଲି ସେ କଣ ଅଲଗା ସେପାରେଟ କରୁଛନ୍ତି। ସେଠାରେ ସାମୁଏଲ କହୁଛନ୍ତି, ଆଚ୍ଛା ତୁମେ ବାକ୍ୟ ସଫଳ କରିଛ ବୋଲି କହୁଛ, ତାହେଲେ ଏଇ ଯୋଉ ରବ ଶୁଭୁଛି, ଏ ଗୋରୁର ରବ କାହାକୁ ବୁଝାଏ? ଅବାଧ୍ୟତାକୁ ବୁଝାଏ। ଏହା ଅଜ୍ଞାନ ଯୁକ୍ତ ଉଦ୍ଯୋଗକୁ ବୁଝାଏ। ଏ ଗୋରୁର ରବ ଯୋଉ ଶୁଣୁଛି, ଏଥିର ଅର୍ଥ କଣ? ଏଇ ଗୋରୁର ରବର ଗୋଟେ ଅର୍ଥ ପୁଣି ଅଛି, ସେଇଟା କଣ? ଅବାଧ୍ୟତା।
ସାଉଲଙ୍କୁ ଯାହା କୁହାଯାଇଥିଲା ତାହା ସେ ନ କରିକି ସେ କଣ ଭାବୁଛନ୍ତି? ସାଉଲ ଭାବୁଛନ୍ତି ଯେ ମୁଁ ନିୟମ ଭାଙ୍ଗିକି ମଧ୍ୟ ଯଦି ବଡ ବଡ ବଳିଦାନ ଦେବି ତାହେଲେ ପ୍ରଭୁ ପୁରା ଖୁସି ହେଇଯିବେ ଆଉ ମତେ ଆଶୀର୍ବାଦ କରିବେ। ସେଥିପାଇଁ 22 ଆଉ 23 ପଦରେ ସାମୁଏଲ କହୁଛନ୍ତି, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ ସେପରିକି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ। ଦେଖ, ଶୁଣିବା ବଳିଦାନ ଠାରୁ ଓ ମନୋଯୋଗୀ ହେବା ମେଷମେଧ ଠାରୁ ଉତ୍ତମ, ଯେହେତୁ ବିଦ୍ରୋହ, ମନ୍ତ୍ରପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁର ମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି। ସଦାପ୍ରଭୁଙ୍କର ବାକ୍ୟ ତୁଚ୍ଛ କରିଅଛନ୍ତି ସାଉଲ। ଆମର ଉଦ୍ଯୋଗ ଯେତେ ଥାଉ, ଯଦି ତାହା ଜ୍ଞାନ ଯୁକ୍ତ ନୁହେଁ, ଯଦି ତାହା ସଦାପ୍ରଭୁଙ୍କର ବାକ୍ୟ ଅନୁଯାୟୀ ହଉନାହିଁ, ସଦାପ୍ରଭୁଙ୍କର ବାକ୍ୟକୁ ସେ ଉଦ୍ଯୋଗ ତୁଚ୍ଛ କରୁଛି, ତାହେଲେ ଈଶ୍ୱରଙ୍କର କ୍ରୋଧ ଆସିଥାଏ। ଈଶ୍ୱର ଆମକୁ ତୁଚ୍ଛ କରିଥାନ୍ତି। ସାଉଲ ଭାବୁଥିଲେ ପୁରା ପ୍ରଭୁ ଖୁସି ହେଇଯିବେ ଆଉ ପ୍ରଭୁ ତାଙ୍କୁ ବହୁତ ଆଶୀର୍ବାଦ କରିବେ, କିନ୍ତୁ ଏଠାରେ ସେ ଈଶ୍ୱରଙ୍କର ବାକ୍ୟକୁ ତୁଚ୍ଛ କଲେ ବୋଲି ଏହାର ସାମୁଏଲ କହୁଛନ୍ତି। ଆମ ଚର୍ଚ୍ଚକୁ ଅନେକ ଗଞ୍ଜେଇ ବାଲା ମାନେ ବି ଆସୁଥିଲେ। କନ୍ଧମାଳରେ ଅନେକ ଚର୍ଚ୍ଚ ମାନଙ୍କରେ ଗଞ୍ଜେଇ ବେପାର କରିକି ଦଶମାଂଶ ଦିଅନ୍ତି। ମୁଁ ହାତ ଯୋଡିକି କହିଲି, ମତେ ଗଞ୍ଜେଇର ଦଶମାଂଶ ଦରକାର ନାହିଁ। ମତେ କାର କିଣିବା ଦରକାର ନାହିଁ ସେ ଗଞ୍ଜେଇ ପଇସାରେ। ଯଦି ବାକ୍ୟ ଅନୁସାରେ ତୁମେ ଚାଲି ପାରୁନ, ଯଦି ଗଞ୍ଜେଇ ଛାଡି ପାରୁନ, ତାହେଲେ ଚର୍ଚ୍ଚ ବି ନ ଆସିଲେ ବି ଭଲ। ଆଜି ମୋ ଚର୍ଚ୍ଚରେ ମୋର ବିଶ୍ୱାସୀ ମାନେ ଗଞ୍ଜେଇ ବେପାର କରୁଥିବା ଲୋକ ଆସନ୍ତି ନାହିଁ, କାରଣ ମୁଁ ଗଞ୍ଜେଇକୁ ସପୋର୍ଟ କରେ ନାହିଁ। ଯାହା କିଛି ଆମେ କରିବା, କିନ୍ତୁ ବଡ ବଳିଦାନ ଦଶମାଂଶ ଦେଇଦବା କି ଭେଟ ଦେଇଦବା, ତାହେଲେ ପ୍ରଭୁ ଖୁସି ହେଇଯିବେ ବୋଲି ଲୋକ ଭାବନ୍ତି। ପରମେଶ୍ୱର ବିଜାତି ମାନେ ମାନଙ୍କ ସାଙ୍ଗରେ ବିବାହ ସମ୍ପର୍କ ରଖିବ ନାହିଁ ବୋଲି କହିଲେ, ଅସମାନ ଜୁଆଳିରେ ଯଚା ନ ଯିବ ବୋଲି କହିଲେ, ବାହାନା କଣ? ନାଇଁ ନାଇଁ, ଆମେ ଗୋଟେ ଆତ୍ମାକୁ ଲାଭ କରିବୁ ଆଉ ବିବାହ ହେଇକି ପଳେଇ ଆସିବୁ। ଆଉ ଭାବନ୍ତି କଣ, ଏଇଟା ପରମେଶ୍ୱର ବହୁତ ଖୁସି ହେଇଯିବ ମୁଁ ଆକୁ ଚର୍ଚ୍ଚ ଧରିକି। କିନ୍ତୁ ଘରେ କେମିତି ହଙ୍ଗାମା ଉଠୁଛି ପଡୁଛି ଘର ଯେ, ସେଇଟା ସେମାନେ ବୁଝିପାରିବେ ନାହିଁ। ଏଇଟା କଣ ପାଇଁ ହଉଛି ବୁଝିପାରନ୍ତି ନାହିଁ ସେମାନେ। କୋଉ ଲକ୍ଷ୍ୟରେ ଗୋଟେ ଥିବ, ବିଜାତି ପରିବାରରୁ ବାହା ହେଇକି ସେଇ ରୁତ ନୟମୀ ପରି ସବୁବେଳେ ସେ କେସ୍ ସମ୍ଭବ ହୁଏ ନାହିଁ। ତାପରେ ଆମେ ଆଉ ଗୋଟେ ଦେଖିବା ଉସିୟ ରାଜାଙ୍କର ଯାହା ଦ୍ୱିତୀୟ ବଂଶାବଳୀ 26 ଲେଖା ଅଛି। ଆଉ ଉସିୟ ରାଜା ଗୋଟେ ବହୁତ ସୁନ୍ଦର ରାଜା, ବହୁତ ଭଲ ରାଜା ଥିଲେ। ସେ ପରମେଶ୍ୱରଙ୍କ ପାଇଁ ବହୁତ ଉଦ୍ଯୋଗୀ ଥିଲେ, କିନ୍ତୁ ଏତେ ଉଦ୍ଯୋଗ ଯେ ସେ କଣ କଲେ, ମୁଁ ତ ଏତେ ବଢିଆ କାମ କରୁଛି, ଆଉ ସେ ମନ୍ଦିର ଭିତରକୁ ଯାଇକି ଯେତେବେଳେ ପରମେଶ୍ୱର ତାଙ୍କୁ ଆଶୀର୍ବାଦ করে ବଳବାନ କଲେ, ସେ ଉଦ୍ଧତ ହେଇ ଯୋଉ କାର୍ଯ୍ୟ ପାଷ୍ଟର କରିବା କଥା, ଯୋଉ କାର୍ଯ୍ୟ ଯାଜକ ମାନେ କରିବା କଥା, ସେ ଉସିୟ ରାଜା, ମୁଁ ତ କିଙ୍ଗ, ମୁଁ ତ ବଢିଆ କାମ କରୁଛି, ମତେ ବଳବାନ କରିଛନ୍ତି ପ୍ରଭୁ, ସେ ନିଜେ ସେ କାମ କରିବାକୁ ଯାଇକି କଣ କଲେ, ସେ ଧୂପ ଜଳାଇବାକୁ ଚେଷ୍ଟା କଲେ ମନ୍ଦିର ଭିତରେ ପ୍ରବେଶ କରିକି। ଆଜି ମଣ୍ଡଳୀ ମାନଙ୍କରେ ମଧ୍ୟ ଏପରି ହୁଏ। ଟିକେ ଜ୍ଞାନ ପାଇଗଲା ପରେ, ଟିକେ ଜାଣିଗଲା ପରେ ଆମେ ବି ମନୋନୀତ, ଆମକୁ ବି ପ୍ରଭୁ ବାଛିଛନ୍ତି। ଆମେ କଣ ବାପ୍ତିସ୍ମ ନେଇନୁ କି? ଆମେ କଣ ପବିତ୍ର ଆତ୍ମା ପାଇନୁ କି? ଆପଣ ପାଳକ କି? ଆପଣ ସେବକ କି? ଆପଣଙ୍କୁ ପ୍ରଭୁ, ଆପଣ ଏଇ ଯୋଉ 5ଟା ପଦ, ପ୍ରଭୁ ମଣ୍ଡଳୀରେ 5ଟା ପଦ, ପାଳକ, ସୁସମାଚାର ପ୍ରଥମେ କଣ? ଆପୋଷ୍ଟଲ, ଇଭାଞ୍ଜେଲିଷ୍ଟ, ନାଇଁ କି? ପ୍ରଫେଟ, ପାଷ୍ଟର, ଇଭାଞ୍ଜେଲିଷ୍ଟ, ପାଷ୍ଟର ଆଉ ଟିଚର। ଏଇ ଯୋଉ 5ଟା ପଦ ପ୍ରଭୁ ବାଛିଛନ୍ତି, ଏ ଭିତରୁ କିଏ ଆପଣ? ଆମକୁ ବି ବାଛିଛନ୍ତି ପ୍ରଭୁ। ଆମେ ବି ପବିତ୍ର, ଆମେ ବି ଯୀଶୁଙ୍କୁ ଜାଣିଛୁ, ଆମେ ବି ପରଭାଷା କହୁଛୁ, ଆମେ ବି ବାପ୍ତିସ୍ମ ନେଇଛୁ, ଆମେ ବି ବାକ୍ୟ ପଢିଛୁ। ପ୍ରଭୁ ବାଛିଲେ କି? ସେମାନେ ଉଦ୍ଧତ ହୁଅନ୍ତି।
ଆଜି ବି ଅନେକ ମଣ୍ଡଳୀ ମାନଙ୍କରେ ଦେଖାଯାଏ, ଉଦ୍ଧତ ହୁଅନ୍ତି। ଏଠାରେ ଏଇ ଉସିୟ ରାଜା ଯେତେବେଳେ ବଳବାନ ହେଲେ ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା ବୋଲି ବାଇବେଲ ଲେଖାଯାଏ। ଆଉ ମନ୍ଦିରକୁ ଯାଇକି ସେ ଧୂପ ଜଳେଇଲେ, ଯାହା ଯାଜକ ମାନଙ୍କର କାର୍ଯ୍ୟ। ଆଉ ସେତେବେଳେ ତାଙ୍କ କପାଳରେ କୁଷ୍ଠ ଦେଖାଗଲା, ପରମେଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଲା। ତାପରେ ଆମେ ଦେଖୁଛୁ କୋରହ, ଦାଥନ, ଅଭିରାମ, ଯୋଉଟା ଗଣନା ପୁସ୍ତକ 16 ପଦରେ ଲେଖାଯାଏ, 16 ପର୍ବରେ। ଏଇ ଲୋକମାନେ କଣ କଲେ? ମଶାଙ୍କ ନେତୃତ୍ୱରେ ଚ୍ୟାଲେଞ୍ଜ କଲେ, ମଶାଙ୍କ ସାଙ୍ଗରେ ଚ୍ୟାଲେଞ୍ଜ କଲେ, ଆଉ ମଶାଙ୍କ ଉପରେ ଏଲିଗେସନ ଲଗାଉଛନ୍ତି। ମଶାଙ୍କୁ କଣ କହୁଛନ୍ତି ଯେ କିଏ କିଏ ଏଇଟା? ଲେବିର ପ୍ରପୁତ୍ର, କୋହାତର ପୁତ୍ର, ଜିସହର ପୁତ୍ର କୋରହ, ରୁବେନ, ଦାଥନ। ଏଇ ରୁବେନର ସନ୍ତାନଗଣ ମଧ୍ୟରୁ ଇଲିଆବର ପୁତ୍ର ଦାଥନ, ଅବିରାମ ଆଉ ପେଲତର ପୁତ୍ର ଓନ୍, ଏମାନେ ଦଳ ବାନ୍ଧିଲେ। ଆଉ ଏମାନଙ୍କର ଏଲିଗେସନ କଣ? ଏମାନେ କଣ କହୁଛନ୍ତି ମୂଷାଙ୍କୁ? ଆଉ ସେମାନେ ମୂଷା ଓ ହାରଣଙ୍କ ବିରୁଦ୍ଧରେ, ଯୋଉଟା ଲେବୀ ଗଣନା ପୁସ୍ତକ 16 ପର୍ବ 3 ପଦରେ ଲେଖାଯାଏ, ସେମାନେ ମୂଷା ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ମାନଙ୍କ ଉପରେ ବହୁତ ନେଲଣି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣା ମାନଙ୍କୁ ଉନ୍ନତ କରୁଅଛ। ତମେ ଏକଲା ପାଷ୍ଟର ନାଇଁ କି? ତମେ ବେଶୀ ଜାଣିଛି ବୋଲି କହୁଛ, ମୁଁ ପାଳକ ବୋଲି କହୁଛ, ନିଜ ଉପରେ ନଉଛ ସବୁ, ଆମେ ପବିତ୍ର ନୁହେଁ କି ବୋଲି ଏମାନେ ସମସ୍ତେ ଏଲିଗେସନ ଲଗାଉଛନ୍ତି ମୂଷାଙ୍କ ଉପରେ। ସେମାନେ ଦଳ ବାନ୍ଧିଲେ, କିଏ କିଏ? କୋରହ, ତାପରେ ଦାଥନ, ଅଭିରାମ ଆଉ ଓନ୍। କିନ୍ତୁ ଆଗରେ ଏଇ ଓନ୍ ଦେଖା ଯାଉନାହିଁ, କାରଣ ତାର କାରଣ ଅଛି। ଏ ଓନ୍ ଆଗରେ ଦେଖା ଯାଉନାହିଁ। ଏମାନେ ଏଲିଗେସନ ଲଗାଉଛନ୍ତି, ନିଜକୁ ଉନ୍ନତ କରୁଛ ଆମର ମଣ୍ଡଳୀରେ ତୁମେ, ମୁଁ ଏକା ପ୍ରଭୁଙ୍କର ମନୋନୀତ ବୋଲି କହୁଛ। ମଶା କଣ କହୁଥିଲେ କି ପ୍ରଭୁ ମତେ ଏକା ପଠାଅ ଏମାନଙ୍କ ପାଖକୁ ବୋଲି? ତାପରେ ଏଠାରେ ଆଗକୁ ଯଦି ପଢିବା, ତୁମେ ଆପଣଙ୍କୁ ରାଜା କରୁଅଛ ବୋଲି କହୁଛନ୍ତି। ଏଇଭଳି ଏଲିଗେସନ ପ୍ରଭୁଙ୍କର ମନୋନୀତ ଲୋକମାନଙ୍କ ଉପରେ ଲଗାଯାଏ, ବର୍ତ୍ତମାନ ବି ମଣ୍ଡଳୀ ମାନଙ୍କରେ ଲଗାଯାଏ। ଯେତେବେଳେ ଟିକେ ଜ୍ଞାନ ବଢିଯାଏ କି କୌଣସି ଡିଗ୍ରୀ କରିଦିଅନ୍ତି, ବାକ୍ୟ 2-4 ଥର ପଢି ଦିଅନ୍ତି, କୋଉ ଆଡୁ ବାକ୍ୟ 2-4 ପଦ ଘୁଷି ଦିଅନ୍ତି। ଆଉ ଏଇ ଦାଥନ, ଅବିରାମ, କୋରହ, ଏମାନଙ୍କୁ ମୂଷା କହିଲେ, ହଉ ଠିକ ଅଛି, ତମେ ଏମିତି ଭାବୁଛ କି ଆସନ୍ତା କାଲି ପ୍ରଭୁ ତାହେଲେ ତାର ବିଚାର କରିବେ, ପ୍ରଭୁ ନିଜେ ଜଣେଇବେ। ଏମାନେ ଯେ ଯାର ତମ୍ବୁରେ ରହିଲେ ତା ଆର ଦିନକୁ ଏଠାରେ ଲେଖାଯାଏ। ଆଉ ମଣ୍ଡଳୀ କି କହିଲେ, ବିନୟ କରୁଅଛି, ମଣ୍ଡଳୀ କି ବିନୟ କରୁଅଛି ବୋଲି କହୁଛନ୍ତି, ତୁମ୍ଭେ ଏଇ ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ ଓ ସେମାନଙ୍କର କିଛି ମାତ୍ର ସ୍ପର୍ଶ କର ନାହିଁ, ନହେଲେ ତୁମ୍ଭେ ମାନେ ସେମାନଙ୍କ ପାପ ସମୟରେ ବିନଷ୍ଟ ହବ। ଏମାନେ ଘରେ ରାତିରେ କଥା ହେଇଛନ୍ତି ଏମାନଙ୍କ ସାଙ୍ଗରେ। ଏଇ ଏଇ ଦାଥନ ଆଉ ଅବିରାମ ତାଙ୍କର ପରିବାର ବି ଛିଡା ହେଇଛନ୍ତି, କିନ୍ତୁ କୋରହ ସାଙ୍ଗରେ ତାଙ୍କର ପରିବାର ଛିଡା ହେଇନାହିଁ। ତାଙ୍କର ଆଉ ଏ ଓନ୍ ର ତ ନାଁ ବି ଆସୁନାହିଁ। ଏଠାରେ 4 ଜଣଙ୍କର ନାଁ, ପ୍ରଥମ 16 ପର୍ବର ପ୍ରଥମ ପଦରେ 4 ଜଣଙ୍କର ନାଁ ଲେଖା ଅଛି, କିନ୍ତୁ ଆଗକୁ ଓନ୍ ର ନାଁ ବି ଆଉ ଆସୁନାହିଁ। କାହିଁକି? ଆର ସ୍ତ୍ରୀ ପିଲା ଛୁଆ ମନା କରିଦିଅ, ଦେଖ ବାବା ପାଷ୍ଟର ଏଗେନ୍ଷ୍ଟରେ ଯାଉଛୁ, ତୁ ପ୍ରଭୁ ତାକୁ ବାଛିଛନ୍ତି, ମଶା ବିରୁଦ୍ଧରେ ଯାଉଛୁ, ମରିବୁ ତୁ କେତେବେଳେ, ତତେ ତ କିଛି ବେନିଫିଟ ହବ ନାହିଁ, ତତେ କଣ ସେଇଠି ପାଷ୍ଟର କରିବି କି, ତତେ ଲିଡର କରିବି କି? ତାପରେ ଓନ୍ କଣ କରୁଛି, ତାର ନାଁ ଆଉ ଆସୁନାହିଁ, କିନ୍ତୁ ଦାଥନ, ଅବିରାମ ତାଙ୍କର ସ୍ତ୍ରୀ ମାନେ ବି ଛିଡା ହଉଛନ୍ତି ତମ୍ବୁରେ। ସେଠାରେ ତାଙ୍କ ସ୍ତ୍ରୀ କଣ କହିଥିବ ଯେ, କାଲିକି ଛିଡା ହବ, ହଁ ଠିକ କଥା ତମେ କହୁଛ, ଛିଡା ହବ, ମୁଁ ବି ହାତ ଟେକିବି, ଛୁଆ ମାନେ ମତେ। କିନ୍ତୁ କୋରହର ସନ୍ତାନ ଗଣ ଏମାନେ ବଞ୍ଚିଗଲେ, କାରଣ ଏମାନେ କହିଲେ, ଏମାନେ ଜ୍ଞାନ ଯୁକ୍ତ ଉଦ୍ଯୋଗ ଦେଖାଇଲେ। ଆଗକୁ ପଢିବେ, କୋରହର ସନ୍ତାନ ଗଣ ବଞ୍ଚିଗଲେ, ମରି ନାହାନ୍ତି ସେମାନେ। କେବଳ କୋରହ ଠିଆ ହେଲା ସେଇ 150 ଲୋକମାନଙ୍କ ସାଙ୍ଗରେ। ଆଉ ତାର ପିଲାମାନେ କଣ କହିଥିବେ, ନାଇଁ ବାବା। ଆଉ ସେମାନେ ଆଗକୁ ଗୀତ ସଂହିତା, ଯୋଉଟା ହରିଣୀ ଯେପରି ଜଳଧାରା ପାଇଁ ଦକାଏ, ଏଟା କୋରହ ସନ୍ତାନ ଗଣର ଗୀତ। ଆପଣ
ଅନେକାଂଶରେ ପାଇବେ। ଜ୍ଞାନଯୁକ୍ତ ଉଦ୍ଯୋଗ ଆମେ ଆଗକୁ ଆହୁରି ଦେଖୁଛୁ। ସମୟ ମୋର ହେଇଗଲାଣି। ତ ପରମେଶ୍ୱରଙ୍କର ଜ୍ଞାନଯୁକ୍ତ ଉଦ୍ଯୋଗ ପ୍ରକାଶ ପାଏ। ପରମେଶ୍ୱରଙ୍କ ପ୍ରତି ଆମର ଉଦ୍ଯୋଗ ଜ୍ଞାନଯୁକ୍ତ କି ନାହିଁ, ବାଇବେଲ ବେସ୍ କି ନାହିଁ, ବାକ୍ୟ ଆଧାରିତ କି ନାହିଁ। ଯଦି ଆମର ଜ୍ଞାନଯୁକ୍ତ ଉଦ୍ଯୋଗ ଅଛି ତାହା ପ୍ରକାଶ ପାଇବ, ତାହା ବାଇବେଲ ଯୁକ୍ତ ହବ, ବାକ୍ୟ ଯୁକ୍ତ ହବ। ଆଉ ଆମ ଭିତରେ ସେଇ ନମ୍ରତା ପ୍ରକାଶ ପାଇବ, ଆଉ ଶିଖିବାର ଜ୍ଞାନ ରହିବ। ଏଟା ଦେଖୁ ଦେଖୁ ଆପଣ ଜାଣିପାରିବେ ଜଣଙ୍କ ଭିତରେ ଉଦ୍ଯୋଗ ଅଛି କିନ୍ତୁ ତାହା ଜ୍ଞାନଯୁକ୍ତ କି ନୁହେଁ। ପ୍ରେରିତ ପାଉଲ ଦେଖୁଛନ୍ତି ଏମାନଙ୍କର ଜ୍ଞାନଯୁକ୍ତ ଉଦ୍ଯୋଗ ନୁହେଁ। ଉଦ୍ଯୋଗ ଅଛି, ମୁଁ ସାକ୍ଷ୍ୟ ଦଉଛି, କିନ୍ତୁ ତାହା ଜ୍ଞାନଯୁକ୍ତ ଉଦ୍ଯୋଗ ନୁହେଁ। ଆଜି ଆସୁ ଆମେ ପ୍ରାର୍ଥନା କରୁ। ପ୍ରଭୁ ଆମକୁ ଉଦ୍ଯୋଗ ଦେଇଛ, ଧନ୍ୟବାଦ। ମଣ୍ଡଳୀରେ ଅନେକ ସେବା କାର୍ଯ୍ୟ ଦେଇଛ, ଧନ୍ୟବାଦ। କିନ୍ତୁ ଏହି ଉଦ୍ଯୋଗ ଜ୍ଞାନଯୁକ୍ତ ଉଦ୍ଯୋଗ ହଉ, ମୁଁ ଯେପରି ବିନାଶ ହେବି ନାହିଁ। କାରଣ ବାଇବେଲରେ ଆମେ ଦେଖିଲୁ ଅନେକଙ୍କର ଉଦ୍ଯୋଗ ଥିଲା କିନ୍ତୁ ତାହା ଜ୍ଞାନଯୁକ୍ତ ନଥିବାରୁ ପରମେଶ୍ୱରଙ୍କର କ୍ରୋଧ ସେମାନଙ୍କ ଉପରେ ପଡିଲା ଆଉ ସେମାନେ ବିନଷ୍ଟ ହେଲେ। ଆସୁ ପ୍ରଭୁ ଏଇ ଅଳ୍ପ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପଦେ ପ୍ରାର୍ଥନା କରିକି ସରେଇବା। ପବିତ୍ର ପରମେଶ୍ୱର, ଆଜି ଏଇ ମଣ୍ଡଳୀକୁ, ମୋ ନିଜକୁ, ତୁମରି ମନୋନୀତ ପ୍ରତ୍ୟେକଙ୍କୁ ତୁମ ହସ୍ତରେ ସମର୍ପଣ କରେ ପିତା। ତମେ ସାହାଯ୍ୟ କର। ଆମକୁ ଯୋଉ ଉଦ୍ଯୋଗ ଦେଇଛ ପ୍ରଭୁ ତାହା ଜ୍ଞାନଯୁକ୍ତ ହେଉ, ଯେପରି ପ୍ରଭୁ ଆମେ ବିନଷ୍ଟ ନ ହେଉ। ଆମେ ଅନେକଙ୍କୁ ଦେଖିଲୁ ବାଇବେଲରେ ପ୍ରଭୁ, ସେମାନଙ୍କର ଉଦ୍ଯୋଗ ଥିଲା କିନ୍ତୁ ତାହା ଜ୍ଞାନଯୁକ୍ତ ନଥିଲା ପ୍ରଭୁ। ପିତା, ଆମର ଉଦ୍ଯୋଗ ଦେଖାଯାଉ, ପ୍ରକାଶ ପାଉ, ଆଉ ତୁମରି ସାଧୁ ମାନେ ସାକ୍ଷ୍ୟ ଦିଅନ୍ତୁ ଯେ ଆମମାନଙ୍କର ଉଦ୍ଯୋଗ ଜ୍ଞାନଯୁକ୍ତ ଅଟେ। ଯେପରି ରୋମିଓ ମଣ୍ଡଳୀରେ ସେଇ ଜିହୁଦୀ ମାନଙ୍କୁ ପ୍ରେରିତ ପାଉଲ ସାକ୍ଷ୍ୟ ଦେଉଛନ୍ତି ଯେ ତୁମର ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ। ପ୍ରଭୁ, ଆମର ଉଦ୍ଯୋଗ ଜ୍ଞାନଯୁକ୍ତ ହେଉ, ଏହି ସାକ୍ଷ୍ୟ ତୁମରି ଦାସ ମାନେ ଦିଅନ୍ତୁ। ଆଉ ତୁମ ସପକ୍ଷରେ ମଧ୍ୟ ଏହି ସାକ୍ଷ୍ୟ ଆସୁ ଆମ ନିକଟକୁ। ପ୍ରଭୁ, ତୁମେ ସେଦିନ ପ୍ରଭୁ ଯୋହନଙ୍କ ବିଷୟରେ ଯେପରି ସାକ୍ଷ୍ୟ ଦେଲ, ସେଦିନ ପ୍ରଭୁ ତୁମେ ମୋଶାଙ୍କ ବିଷୟରେ ଯେପରି ସାକ୍ଷ୍ୟ ଦେଲ, ତୁମେ ସେଦିନ ଯୀଶୁଙ୍କ ବିଷୟରେ ଯେପରି ସାକ୍ଷ୍ୟ ଦେଲ ପିତା, ଆମର ଉଦ୍ଯୋଗ ବିଷୟରେ ସେଇଭଳି ତୁମେ ସାକ୍ଷ୍ୟ ଦିଅ ପ୍ରଭୁ। ଆଉ ତୁମର ସେଇ ଆତ୍ମା ଦିଅ